হ্যালো দর্শক বন্ধু, এটা ମୁଁ ବର୍ତ୍ତମାନ ଯୋଉ ଜାଗାରେ ଅଛି এটা ଦେଖନ୍ତୁ, ଏଇଟା ହଉଛି ଗୁରୁପ୍ରିୟା ସେତୁ। ଏଇଟା ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ। ଆଗରୁ ଏ ଅଞ୍ଚଳକୁ ମାନେ ଏତେ ଯୋଗାଯୋଗ ନଥିଲା। ସରକାର କ'ଣ କରୁଛନ୍ତି, ୟା ଭିତରେ ଯେତିକ ଗାଁ ଅଛି ମାନେ ବହୁତ ଗାଁ, 200 ଉପରେ ଗାଁ ଥିବ, ଏ ଅଞ୍ଚଳଟା ପୁରା ମାନେ ଗୁରୁପ୍ରିୟା ସେତୁ ଉପରେ ଯୋଉ ବ୍ରିଜ ବର୍ତ୍ତମାନ ବନା ହେଇଛି, ଏଇଟା ଗୁରୁପ୍ରିୟା ସେତୁ। ଏଇଟା ପୁରା ମାନେ କଟକ ଏରିଆ ଆଗରୁ ଥିଲା, ଆଉ ଚାରିପଟେ ଘେରା ବନ୍ଧେଇକି ରହିଥିଲା। ଏଇଟା ପୁରା ଏମିତି ମାନେ ଏ ଅଞ୍ଚଳଟା ତାର ଲୋକମାନେ ବର୍ତ୍ତମାନ ସୁବିଧା ପାଉଛନ୍ତି ମାନେ ଯାତାୟାତ କରିବା ପାଇଁ। ଏଇଟା ଅଞ୍ଚଳ ହଉଛି ବହୁତ ମାନେ ବହୁତ ବଢିଆ ହେଇଛି। ୟାର ବ୍ରିଜ ହେବା ପରେ ଲୋକମାନେ ମାନେ ଯିବା ଆସିବା ବାହାରକୁ ଯିବା ପାଇଁ ଏଇଟା ହଉଛି ତାଙ୍କ ପାଇଁ ବହୁତ ସୁବିଧା ହେଇଯାଇଛି। ମାନେ ଏଇଟା ହଉଛି ଗୁରୁପ୍ରିୟା ସେତୁ। ୟା ଭିତରେ ମାନେ ବହୁତ ଅଞ୍ଚଳ ମାନେ ଏମିତି ଅଛି, ମାନେ ୟା ଭିତରେ କେତେ ଖଣ୍ଡ ମାନେ 7-8ଟା କି 9ଟା ପଞ୍ଚାୟତ ୟା ଭିତରେ ଅଛି। ଏଇଟା ହଉଛି ଗୁରୁପ୍ରିୟା ସେତୁ। ଏଇଟା ହଉଛି ଆମର ଚିତ୍ରକୋଣ୍ଡା ଏରିଆକୁ ଯିବା ପାଇଁ ଏଇ ଯୋଉ ରାସ୍ତାଟା ଆଗରେ ଦେଖୁଛନ୍ତି, ଏଇଟା ପୁରା ଦୁଇ ପଟରେ ଏଇଟା ପୁରା ଘଞ୍ଚ ଜଙ୍ଗଲ ଅଛି ଦୁଇ ପଟରେ। ଏଇଟା ଚିତ୍ରକୋଣ୍ଡା ଯିବା ଏରିଆ ଘାଟି ରାସ୍ତାଟା ପୁରା, ଏଇଟା ସବୁଆଡେ ପୁରା ଘଞ୍ଚ ଜଙ୍ଗଲ। ପୁରା ଏଠି ଏତେ ଜଙ୍ଗଲ, ପୁରା ଏଠି ମାନେ ଯୁଆଡେ ଚାହିଁଲେ ସବୁଆଡେ ଖାଲି ଜଙ୍ଗଲ, ପୁରା ଜଙ୍ଗଲ ଏଠି ଅଛି। ମୁଁ ଆଗକୁ ଗଲେ ଆପଣ ମାନଙ୍କୁ ମାନେ ଚିତ୍ରକୋଣ୍ଡା ଏରିଆର ସବୁ ଯୋଉ ଗାଁକୁ ଯାଉଛି ସେଇଟା ମୁଁ ଦେଖିବା ପାଇଁ ଚେଷ୍ଟା କରିବି। ଏଇଟା ଚିତ୍ରକୋଣ୍ଡା ଯିବା ପାଇଁ ଯୋଉ ରାସ୍ତାଟା ଏଇଟା ଅଛି, ଦୁଇ ପଟରେ ଘଞ୍ଚ ଜଙ୍ଗଲ, ମଝିରେ ଘାଟି ରାସ୍ତା।
ଏଠି ଚିତ୍ରକୋଣ୍ଡା ଆଉ ରହିବ କେତେ 2 କିଲୋମିଟର ଏଇଟା ଅଞ୍ଚଳ ହଉଛି ଆମର ଚିତ୍ରକୋଣ୍ଡା ଏରିଆ ଟା ପୁରା ଦେଖନ୍ତୁ ଚାରିପଟରେ ଘଞ୍ଚ ଜଙ୍ଗଲ ବାଟରେ ତ ଆସିବା ଚିତ୍ରକୋଣ୍ଡା ଯୋଉ ଡ୍ୟାମ ଜଳଭଣ୍ଡାର ଦେଖିଲେ ଏଠି ସୁନସାନ ଏରିଆ ଟା ସବୁ କଣ ଜଣା ପଡୁନି କୋଉଠି କଣ ଖାଇବା ବୋଲି ଆଗକୁ ଗଲେ ଦେଖିବା ଜଣା ପଡିବ କୋଉଠି କଣ ଥିବ ଆରେ ଭାଇ ଏଠି ହୋଟେଲ କୋଉଠି ମିଳିବ ଚିତ୍ରକୋଣ୍ଡା ଖାଇବା ମିଳିବ ତ କୋଉଠି ମିଳିବ ବସଷ୍ଟାଣ୍ଡ ରେ କି ଆଚ୍ଛା ଆଚ୍ଛା ପରିଶେଷରେ ଆମେ ମାନେ ମୁଁ ଏଠି ଚିତ୍ରକୋଣ୍ଡା ମାର୍କେଟ ଭିତରକୁ ପ୍ରବେଶ କଲି ଦେଖନ୍ତୁ ଚାରିପଟରେ ପୁରା ଘଞ୍ଚ ଜଙ୍ଗଲ ଅଛି ଆଉ ଛୋଟ ମାର୍କେଟ ଏଠି ଅଛି ଏଟା ବହୁତ ଦୂର କୋରାପୁଟରୁ ପୁରା 200 କିଲୋମିଟର ଦୂର ପରିଶେଷରେ ମୁଁ ମାନେ ଚିତ୍ରକୋଣ୍ଡା ଆସି ପହଞ୍ଚିଗଲି ବାଟ ଯାକ ଖୋଜି ଆସୁଛି କୋଉଠି ହୋଟେଲ ଅଛି କୋଉଠି ଖାଇବା କଣ କରିବା ଏଠି ପାଖରେ ଦେଖନ୍ତୁ ପୁରା ଜଙ୍ଗଲ ସବୁଆଡେ ଜଙ୍ଗଲ ଅଛି ଏଇଟା ବର୍ତ୍ତମାନ ଆସି ପହଞ୍ଚିଗଲି ଏ ଯୋଉ ମିଶନ ଶକ୍ତି କାଫେରେ ଏଇଟା ଅଛି ବହୁତ ଦେଖିବା କଣ ଚାଲିଛି ତା ଭିତରେ କେମିତି ଖାଇବା ପିଇବା ଅଛି ବ୍ୟବସ୍ଥା ମିଶନ ଶକ୍ତି କାଫେରେ ଟିକେ ଶେଷରେ ବହୁତ ବାଟ ଆସିଲା ପରେ ଏଠି ମିଶନ ଶକ୍ତି କାଫେ ପାଖରେ ଆମେ ପହଞ୍ଚିଗଲୁ ଆଉ ଏ ଅଞ୍ଚଳଟା ପୁରା ଦେଖନ୍ତୁ ଚାରିପଟ କେତେ ବହୁତ ବଢିଆ ସୁନ୍ଦର ପରିବେଶ ହେଇଛି ଦେଖିବା ତା ଭିତରେ କେତେ ସୁନ୍ଦର ହେଇଛି ମିଶନ ଶକ୍ତି କାଫେରେ ବହୁତ ବଢିଆ କରିଛନ୍ତି ୟା ଭିତରେ ପରିବେଶଟା ବହୁତ ଭଲ ଥିବ ଜଣା ପଡୁଛି ନିଶ୍ଚୟ ଏଠି ସବୁ ମିଲ୍ସ ସବୁ ଅଛି ଦେଖିବା ଖାଇବା ପାଇଁ ସବୁ ଆସିବା ବହୁତ ଲୋକ ଆସୁଛନ୍ତି ବୋଧେ ଖାଇବା ପାଇଁ ବହୁତ ପରିଷ୍କାର ପରିଚ୍ଛନ୍ନ ଅଛି ବର୍ତ୍ତମାନ ଏଇ ଯୋଉ ମିଶନ ଶକ୍ତି କାଫେ ଅଛି ୟା ଭିତରେ ବର୍ତ୍ତମାନ ଆମେ ଖାଇବା ପାଇଁ ବସିଗଲୁ ଦର୍ଶକ ଦେଖନ୍ତୁ ବହୁତ ପରିଷ୍କାର ପରିଚ୍ଛନ୍ନ ବି ଅଛି ଆପଣଙ୍କ ଏଠି ଷ୍ଟାଫ ଅଛନ୍ତି ଖାଇବାକୁ ଆସିଛନ୍ତି ଏଇ ଭାଇ ଜଣଙ୍କ ଯୋଉ ଫଟୋ ଦେଖଉଛି ଖାଇବାକୁ ଆସିଛନ୍ତି ଏଠି ତାଙ୍କର କିଚେନ ରୁମ ଟା ଆଉ ଏଇ ଯୋଉ ମ୍ୟାଡାମ ଅଛନ୍ତି ସେମାନେ ଖାଇବା ଦଉଛନ୍ତି
कौन अच्छी मैडम खाया हाँ नदी नदी माछ अजय नदी माछ दिंतु ये बहुत परिष्कार परिच्छन अच्छी जहा हो ये आम सबुआडे माने ये कोरापुट पाखर 200 किलोमीटर दूर चित्रकोंडा आ चित्रकोंडा डैम देकी आम आसिलु इठी बाट तक बहुत घाटी रास्ता मुझे आपन को देखे 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 आणुची से भोक भी हलानी गोटे बहुत समय हलानी आमे कोडी होटल अच्छी खोजी खोजी आसचु ये लास्ट आम जो मिशन शक्ति होटल टा अच्छी से आम आसिलु बहुत परिष्कार परिच्छन अच्छी खाई सारा पर नेक्स्ट जीवा अन्य गोटे जगह को सेठी मु देखा चेष्टा करी जे हमरे कौन सब अच्छी परिवेश भितर केमती अच्छी परिवेश आप देखा चेष्टा कर जंगल भितर पूरा घंस जंगल भितर देख मु आसुची चित्रकोंडा आ शेष चित्रकोंडा भी पहुंची गली पहुंची गला परे आटा बर्तमान आम जो होटेल बसचु एटा मिशन शक्ति कैफे आ बहुत ये आम बर्तमान खाई सारा पर बाहर अन्य काम बर्तमान जो चित्रकोंडार अच्छे मिशन शक्ति होटल से हम खाइबा पानी दे जाओ भात डाली भजा ता सहित माछ भी देइछन्ती देखिया कौन केमती प्रिपरेशन कर प्रिपरेशन बहुत बढ़िया अच्छी सहित माछ लेंबू दे लेंबू हेलो दर्शक बंधु बर्तमान आम तो आम जो ये अच्छी मिशन शक्ति जो काफे मिशन शक्ति तो मिशन शक्ति काफे अच्छे मैडम आमर मत खाया देते बर्तमान आम जाऊ सार अच्छा आम खाया आप नाटा कौन अनामिका अनामिका हाँ हाँ अनामिका तालुकदार जा हो प्रिपरेशन भल था परिष्कार परिच्छन अच्छे आम तो बाट जाओ खोजी खोजी आसू कौटी होटेल अच्छी तेणु दर्शक बंधु ये भिडियोटी जब भल लगे निश्चय मु बाट जाक आपण मानक समस्त को देखे देखे आमती घाटी रास्ता जंगल चित्रकोंडा जलभंडार भिडियोटी जब भल लगे निश्चय लाइक करेंगे सब्सक्राइब करेंगे भूलिए नेक्स्ट आउ गोटे जगह को मुझे बर्तमान जाऊँगी कौन अच्छी परिवेश अच्छी देखा चेष्टा करी तेणु जहाँ भी हो
ଏ ଜାଗାଟି ମାନେ ମାଲକାନଗିରିଟା କୋରାପୁଟ ଠାରୁ ବହୁତ ଦୂରରେ ଅଛି, 200 କିଲୋମିଟର ଦୂରରେ। ଆଉ କୋରାପୁଟଟା ହଉଛି ଥଣ୍ଡା ଜାଗା, ଏଇଟା ଗୋଟେ ଗରମ ଜାଗା। ଯାହା ବହୁତ ଭଲ ଅଛି, ପରିଷ୍କାର ମାନେ ଯୋଉ ଜାଗା ଟା ପୁରା ଗଛ ବୁଛ ସବୁଆଡେ ଭରପୁର ହେଇକି ରହୁଛି। ଯିବା ତାହେଲେ ଦେଖିବା ଅନ୍ୟ ଆଡେ କଣ କେମିତି ସବୁ ଅଛି। ମାନେ ସେଠିକି ଆମେ ବର୍ତ୍ତମାନ ଯୋଉଠି ଯାଉଛୁ ଗୋଟେ ପୁରା ଭିତର ଏରିଆକୁ ବର୍ତ୍ତମାନ ବାହାରିଲୁ, ବର୍ତ୍ତମାନ ଖାଇସାରିଲୁ। ବର୍ତ୍ତମାନ ଆମେ ସେ ଜାଗାକୁ ଯୋଉ ଜାଗାକୁ ଆମର କାମରେ ଯାଉଛୁ ସେ ଜାଗାଟା ବର୍ତ୍ତମାନ ଆମେରିକାର ସେଇଟା ସେଇ ଗୁରୁପ୍ରିୟା ସେତୁ ତ? ଇଣ୍ଡିଆର ମେଟ୍ରୋଲୋଜିର ପୁରା ସବୁ କିଛି ଚେଞ୍ଜ ହେଇଛି। ବର୍ତ୍ତମାନ ଇଣ୍ଡିଆନ ମେଟ୍ରୋଲୋଜି ଉପରେ ଡିପେଣ୍ଡ କରୁଛନ୍ତି ଏସିଆନ କଣ୍ଟ୍ରି ସବୁ। 99% ଠିକ ରହୁଛି ଆଜ୍ଞା। ମୋବାଇଲରେ ମେସେଜ ଆସୁଛି ଯେ ଆସନ୍ତା 3 ଘଣ୍ଟା ବର୍ଷା ହବ, ସତରେ ହଉଛି। ହ୍ୟାଲୋ ଦର୍ଶକ ବନ୍ଧୁ, ଏଇଟା ଯୋଉ ବର୍ତ୍ତମାନ ଦେଖୁଛନ୍ତି ଏଇଟା ହଉଛି ଆମର ଚିତ୍ରକୋଣ୍ଡାର, ଏଇଟା ହଉଛି ସେ ଯୋଉ ଗୁରୁପ୍ରିୟା ସେତୁ। ଏଇଟା ପୁରା କଟକ ଏରିଆ ଥିଲା ଆଗରୁ, ପୁରା ଚାରିପଟେ ପାଣି ଘେରିକି ରହିଥିଲା। ଦେଖନ୍ତୁ ଏଇଟା ସେ ଗୁରୁପ୍ରିୟା ସେତୁ ଉପରେ ବର୍ତ୍ତମାନ ଆମର ଗାଡି ଚାଲିଛି। ଏଟା ଆଗରୁ ପୁରା କଟକ ଏରିଆ ଥିଲା, ମାନେ ଏଠିକି ଚାରିପଟେ ହିଁ ପାଣି ଥିଲା। କିନ୍ତୁ ଏବେ ଆଉ ସେ ଅସୁବିଧା ନାହିଁ, ବର୍ତ୍ତମାନ ପୁରା ବ୍ରିଜ ପୁରା ହେଇଯାଇଛି। ଏଟା ମାନେ ଏତେ ମାନେ ଆଗରୁ ଏତେ ମାନେ ପାଣି ଚାରିପଟେ ପୁରା ଏଟା ଯୋଉ ଘେରାବନ୍ଦି ହେଇକି ପାଣି ରହିଥିଲା, ଜଳ ଭଣ୍ଡାର ଭଳିଆ। ଯାହା ଲୋକଙ୍କ ସୁବିଧା ପାଇଁ ଆମର ଓଡିଶା ଗଭର୍ଣ୍ଣମେଣ୍ଟ କଣ କଲେ, ୟା ଉପରେ ଗୋଟେ ଗୁରୁପ୍ରିୟା ସେତୁ ତିଆରି କରିଥିଲେ। ଯୋଉ ବ୍ରିଜ ଟା କରିଛନ୍ତି, ଯାହା ଲୋକମାନଙ୍କର ବହୁତ ସୁବିଧା ହଉଛି। ମୁଁ ଏ ଅଞ୍ଚଳକୁ ତ ଫାଷ୍ଟ ଟାଇମ ଆସିଲି, ଆଗରୁ ଆସିନଥିଲି। ଏଠି ସବୁ ବଜାର ଘାଟ ସବୁ ବହୁତ ସୁନ୍ଦର ବଜାର ଘାଟ ସବୁ ଅଛି। ହ୍ୟାଲୋ ଦର୍ଶକ ବନ୍ଧୁ, ଆଉ ମୁଁ ଆଜି ବହୁତ ଦିନ ପରେ ମତେ ଟିକେ ସମୟ ମିଳିଲା ମାନେ ମୁଁ ଭିଡିଓ ବନେଇବା ପାଇଁ। ଯାହା ହଉ ମୁଁ ଆସିଥିଲି ଚିତ୍ରକୋଣ୍ଡାରୁ ପୁଣି ଭିତର ଗାଁକୁ ଆସିଲି, ପୁରା ସେ ଗୁରୁପ୍ରିୟା ସେତୁ ଦେଇକିରି ଭିତରକୁ। ଆଉ ସେଠୁ ଯୋଉ କାମ ଥିଲା, ସେଇ କାମଟା ବର୍ତ୍ତମାନ ଲାଷ୍ଟରେ ଆସିକିରି ମୁଁ ଗୋଟେ ଜନ୍ତା ପାଇ ବୋଲି ଗୋଟେ ଗାଁ ଅଛି, ଆମର ଗୁରୁପ୍ରିୟା ସେତୁ ଯୋଉ ଅଛି, ନଦୀ ଅଛି, ସେ ନଦୀ ଏପଟରେ ପୁରା ଟ୍ରାଇବେଲ ଏରିଆରେ ମୁଁ ଆସି ପହଞ୍ଚିଗଲି। ଏଇ ଏରିଆ ଟା ବହୁତ ଦୂରରେ, ମାନେ ଏଠିକି ଆସିବା ବି ବହୁତ ମାନେ ଖର୍ଚ୍ଚାନ୍ତ ମୋ ପକ୍ଷରେ। ଯାହା ବି ହଉ, ପରିଶେଷରେ ଏ ଗାଁ ଟାକୁ ଆସିଲି। ମୁଁ ବହୁତ ଦିନ ପରେ ଭିଡିଓ ବି ବନେଇ ନଥିଲି, ଭିଡିଓ ବି ପକେଇ ନଥିଲି। ଆଉ ଏ ଗାଁ ଟା ଏତେ ବହୁତ ବଢିଆ ହେଇଛି, ସୁନ୍ଦର ଗାଁ ଟା। ଆଉ ହେଲା
ଆଉ ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ମାନେ ଏ ଭିଡ଼ିଓ ଗାଁର ଭିଡ଼ିଓ ମୁଁ ଦେଖିବା ପାଇଁ ଚେଷ୍ଟା କରିଛି କେମିତି ଲାଗିଲା ନିଶ୍ଚୟ ମାନେ ଲାଇକ୍ କରିବେ। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ସେମାନେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଆଉ ଭିଡ଼ିଓଟି ଲାଇକ୍ କରିବା ସହିତ ସାଙ୍ଗସାଥି ମାନଙ୍କ ସହିତ ସେୟାର କରିବେ। ନିଶ୍ଚୟ ମାନେ ମୁଁ ଆଶା କରୁଛି ମୋ ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିବ। ଆଉ ପୁଣି ନେକ୍ସଟ ଭିଡ଼ିଓରେ ପୁଣି କେବେ ଦେଖାହବ ମତେ ସମୟର ଟିକେ ଅଭାବ ହେଉଛି। ଆଉ ମୁଁ ଭିଡ଼ିଓ ବି ପକେଇ ପାରୁନି ତ ଆଜି ତ ଟିକେ ସମୟ ମିଳିଲା ଭିଡ଼ିଓ କରିବା ପାଇଁ। ଯାହା ହଉ ଭିଡ଼ିଓ ଏତେ ମାନେ ବାଟ ଆସିଛି ଯେତେବେଳେ ଭିଡ଼ିଓଟି ନିଶ୍ଚୟ ମଧ୍ୟ ବନେଇକି ଆପଣ ମାନଙ୍କୁ ଆଜି ପାଇଁ ଏ ଯୋଉ ଭିଡ଼ିଓଟି ବନେଇଛି ନିଶ୍ଚୟ ଭଲ ଲାଗିବ। ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ ମାନେ ଅନୁରୋଧ କରୁଛି ଯେ ସାଙ୍ଗସାଥି ମାନଙ୍କ ସହିତ ଭିଡ଼ିଓଟି ସେୟାର କରିବା ସହିତ ଲାଇକ୍ ସବସ୍କ୍ରାଇବ୍ କରିବେ। ଆଶା କରୁଛି ଆପଣ ମାନଙ୍କୁ ଏ ଭିଡ଼ିଓଟି ଭଲ ଲାଗିବ। ଏ ଗାଁ ର ନାଁ ହଉଛି ଯନ୍ତାପାଇ। ଇଏ ହଉଛି ମାଲକାନଗିରିର ମାନେ ହେଡକ୍ୱାର୍ଟର ମାନେ ଜିଲ୍ଲା ତା ଭିତରେ ଅଛି ଚିତ୍ରକୁଣ୍ଡା ବ୍ଲକ ତା ଭିତରେ ସେ ଚିତ୍ରକୁଣ୍ଡା ବ୍ଲକ ଅଣ୍ଡରରେ ଏ ଗାଁ ଟା ଯାଉଛି। ଏଇଟା କୋରାପୁଟରୁ ବହୁତ 200 କିଲୋମିଟର ଚିତ୍ରକୁଣ୍ଡା ତା ଭିତରେ ଏ ଗାଁ ଟା ରହିଛି ମାନେ 30-40 କିଲୋମିଟର ଦୂରରେ। ଏଟା ଆଗରୁ ବହୁତ କଟକ ଏରିଆ ଥିଲା। ମାନେ କଟକ ଏରିଆ ମାନେ ଚାରିପଟ ଜଳବନ୍ଦୀ ଥିଲା। ଯାହା ହଉ ଓଡିଶା ସରକାର ଯୋଉ ଗୁରୁପ୍ରିୟା ସେତୁ ନିର୍ମାଣ କଲେ ଲୋକମାନଙ୍କର ଯାତାୟାତ ସୁବିଧା ହେଲା। ଭିଡ଼ିଓଟି ଭଲ ଲାଗିଲେ ନିଶ୍ଚୟ ସାଙ୍ଗସାଥି ମାନଙ୍କ ସହିତ ସେୟାର କରିଦେବେ। ରହିଲି ନମସ୍କାର। ନେକ୍ସଟ ଭିଡ଼ିଓରେ ଆପଣ ମାନଙ୍କ ସହିତ ଦେଖା ହବ।